ପୁରୀ 6 ଅକ୍ଟୋବର 25 ଠାରୁ 16 ଅକ୍ଟୋବର 25 ପର୍ଯ୍ୟନ୍ତ ଗଜଲକ୍ଷ୍ମୀ ପୂଜା ଦରଜୀ ପୋଖରୀ ପୂଜା କମିଟି ଗୃହରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ 11 ଦିନର ଦୈନିକ ପୂଜା ସମ୍ପୂର୍ଣ୍ଣ ହୋଇ ମାଙ୍କ ବିସର୍ଜନ ଉତ୍ସବ ଦରଜୀ ପୋଖରୀ ଛକରୁ ବାହାରି ବଡ଼ଦାଣ୍ଡ ପରିକ୍ରମା କରି ମାଙ୍କ ବିସର୍ଜନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ବିରାଟ ପଟୁଆରରେ ବିଭିନ୍ନ ମେଢ଼ ଓ ଘଣ୍ଟ ଘଣ୍ଟାର ତାଳେ ତାଳେ ଦୁର୍ଗା ମେଢ଼, ନାଗା ମେଢ଼, କାଳୀ ମେଢ଼ କୌତୁକପୂର୍ଣ୍ଣ ଭାଲୁ ନୃତ୍ୟ ପରିବେଷଣ ପୂର୍ବକ ମାଙ୍କ ପଟୁଆରରେ ସାମିଲ ହୋଇଥିଲେ। କମିଟିର ସମସ୍ତ ସଭ୍ୟବୃନ୍ଦ ଏକାଠି ଉପସ୍ଥିତ ରହି ଶୋଭାଯାତ୍ରାକୁ ସଫଳ କରିଥିଲେ। କମିଟିର ସଭାପତି ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପ୍ରଧାନ, ସମ୍ପାଦକ ଗୁରୁଦତ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ଯୁଧିଷ୍ଠିର ମଙ୍ଗରାଜ, ସଭ୍ୟ ଓମ୍ ପ୍ରକାଶ ମହାନ୍ତି, ବିଭୁଦତ୍ତ ସ୍ୱାଇଁ, ଦେବାଶିଷ ସାହୁ, ଭାସ୍କର ପାତ୍ର, ଲକ୍ଷ୍ମୀକାନ୍ତ ପ୍ରଧାନ, ଦେବୀ ପ୍ରସନ୍ନ ସାହୁ, ମନୋଜ କୁମାର ପଟ୍ଟନାୟକ, ଅବିନାଶ ଦଳାଇ, ସଞ୍ଜିତ କୁମାର ସ୍ୱାଇଁ, ସୁମନ ସିହ୍ନା, ସଦାଶିବ ରଣସିଂହ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ।